ମା ଆମେ ଆଜି ଆଲୋଚନା କରିବା ମାତୃ ରଚନାବଳୀ ପାର୍ଟ 3 ର ବିଷୟବସ୍ତୁ ରହିଛି ଦୈବାତ ଘଟୁଥିବା ଘଟଣା। ଯୋଉ ଆକସ୍ମିକ ଘଟଣା ଘଟେ ତାରି ଉପରେ ମା ଲେଖୁଛନ୍ତି। ଆଜି ବହୁତ ଗୂଢ କଥା ଗୁଡିକ ଆ ଭିତରେ ରହିଛି। ଦୈବାତ ଘଟୁଥିବା ଘଟଣା କହିଲେ ଆମେ ପ୍ରକୃତରେ କଣ ବୁଝୁ? ଯାହା ଦୈବାତ ବା ହଠାତ୍ ଘଟୁଛି ତାହାକୁ ପ୍ରକୃତରେ ଶୃଙ୍ଖଳା ଓ ସମଞ୍ଜସତାର ବିପରୀତ ବୋଲି କୁହାଯିବ। ଏହି ବ୍ରହ୍ମାଣ୍ଡରେ ଅସଲ ଅସମଞ୍ଜସତା କେବଳ ଗୋଟିଏ ରହିଛି, ତାହା ହେଉଛି ଅତିମାନସର ସମଞ୍ଜସତା। ତାହା ହେଉଛି ପରମ ସତ୍ୟର ଶାସନ, ଦିବ୍ୟ ପରମ ବିଧାନର ଅଭିବ୍ୟକ୍ତି। ତେଣୁ ଅତିମାନସର କ୍ଷେତ୍ରରେ ଦୈବାତ ଘଟଣାର ଆଦୌ କୌଣସି ସ୍ଥାନ ନାହିଁ। ମାତ୍ର ନିମ୍ନତର ପ୍ରକୃତି ସ୍ତରକୁ ଆସି ସେହି ସର୍ବୋଚ୍ଚ ପରମ ସତ୍ୟ ଅସ୍ପଷ୍ଟତା ଦ୍ୱାରା ଗ୍ରସ୍ତ ହୋଇ ରହୁଛି। ତେଣୁ ସେହି କ୍ଷେତ୍ରରେ ସେହି ଲକ୍ଷ୍ୟଗତ ଓ କର୍ମଗତ ଦିବ୍ୟ ଏକତ୍ୱଟି ପ୍ରକୃତରେ ଅନୁପସ୍ଥିତ ରହୁଛି। ଯେଉଁ ଏକତ୍ୱଟି ବ୍ୟତୀତ କୌଣସି ଶୃଙ୍ଖଳା କଦାପି ସମ୍ଭବ ହୋଇପାରିବ ନାହିଁ। ଏହି ଏକତ୍ୱଟି ରହିନଥିବା ସମୟରେ ନିମ୍ନତର ପ୍ରକୃତିର କ୍ଷେତ୍ରଟି ଯାହା ଦ୍ୱାରା ଶାସିତ ହୁଏ, ଆମେ ତାହାକୁ ହିଁ ହୁଏତ ଦୈବାତ ଘଟଣା ବା ଆକସ୍ମିକତା ବୋଲି କହିପାରିବା। ଏଠି ଦିଟା କଥା ବର୍ତ୍ତମାନ ଯେତିକି ଶୁଣିଲେ, ଦିଟା କଥା ମା କହୁଛନ୍ତି। ମା କହୁଛନ୍ତି ଶୃଙ୍ଖଳା ବା ଶୃଙ୍ଖଳିତ ଘଟଣା ଏବଂ ସାମଞ୍ଜସ୍ୟପୂର୍ଣ୍ଣ ମାନେ ପରସ୍ପର ସହିତ ସମ୍ପର୍କ, ଏବଂ ଆମେ ତାକୁ କହୁଛନ୍ତି ଇକ୍ୱିଲିବ୍ରିୟମ ଭଳିଆ ଯୋଉ ଇଂରାଜୀରେ ଆମେ ଶବ୍ଦ ଗୁଡାକ ବ୍ୟବହାର କରୁ, ସନ୍ତୁଳିତ ଅବସ୍ଥା। ସନ୍ତୁଳିତ ଅବସ୍ଥା ଯୋଉଟା ଆମେ କହୁ। ଏବଂ ଯେମିତି ବର୍ତ୍ତମାନ ସ୍ମାର୍ଟ ସିଟି ବିଷୟରେ ଯେତେବେଳେ କଥାଟେ ଉଠେ, ଲୋକେ କୁହନ୍ତି ସ୍ମାର୍ଟ ସିଟି କହିଲେ କଣ ବୁଝ? ସ୍ମାର୍ଟ ସିଟି କହିଲେ ସବୁ ସୁବିଧା ଉପଲବ୍ଧ ଥିବ, ରାସ୍ତା ଚକାଚକ ହେଇଥିବ, ତାହେଲେ ସେଇଟା ସ୍ମାର୍ଟ ସିଟି। ଯେତେବେଳେ ପ୍ରକୃତ ସ୍ମାର୍ଟ ସିଟି ଦେଖିବାକୁ ଯିବେ, ସେତେବେଳେ ଏ ରାଜନୈତିକ ଦୃଷ୍ଟିକୋଣରୁ ବି ଯେତେବେଳେ ପ୍ରଧାନମନ୍ତ୍ରୀ କହିଲେ ସ୍ମାର୍ଟ ସିଟି କହିଲେ କଣ କହିଲେ, ସେ ବଢିଆ କଥାଟେ କହିଲେ। କହିଲେ ସବୁ ଡିପାର୍ଟମେଣ୍ଟ ପରସ୍ପର ସହିତ ସମଞ୍ଜସ୍ୟତା ରକ୍ଷା କରି କାର୍ଯ୍ୟ କରୁଥିବେ। ତାର ଉଦାହରଣ ଦେବାକୁ ଯାଇକି ବଢିଆ, ମାନେ ଆମରି ପ୍ରାକ୍ଟିକାଲ ଉଦାହରଣ ଗୋଟେ କହିଲେ। କଣ ନା, ଆମ ରାସ୍ତାଟି ଆଜି ଆସିଲା, ରାସ୍ତା କାମ ପୁରା ଚକାଚକ ହେଇଗଲା, ପିଚୁ ଢାଳି ଦେଇ ଗଲେ, ପୁରା ସୁନ୍ଦର ଚକାଚକ ହେଇଗଲା। ତା ପରଦିନ 4-5 ଦିନ ଗଲା ପରେ ଆସିଲେ ଟେଲିଫୋନ ଲାଇନ ବାଲା, ରାସ୍ତା ଖୋଳିକିରି ଟେଲିଫୋନ ତାର ବିଛେଇବାକୁ ରାସ୍ତା ଖୋଳି ଦେଲେ, ସରିଗଲା। ମାନେ ଏତେ ସୁନ୍ଦର କାମ ହେଇଥିଲା, 7 ଦିନ ଯାଇନି ରାସ୍ତା କାମ ସରିଗଲା, ଖୋଳା ହେଇଗଲା। କଣ ନା, ଟେଲିଫୋନ ତାର ବିଛା ହବ। ସିଏ ଚାଲିଲା, ଖଣ୍ଡିଆ ଖାବରା ହେଇ ପଡିଲା ପଡିଲା ପଡିଲା। ତାପରେ ପୁଣି ଯେତେବେଳେ ଆଉ ଥରେ କାମ ହେଲା, ସେ କଣ କଲେ, ତାକୁ ପ୍ୟାଚ୍ କରିକି କରିଦେଲେ। ତା କିଛି ଦିନ ପରେ ଆସିଲେ, ପାଣି ପାଇପି ଯିବ, ସିଏ କାଟିଲେ। ତାପରେ ପୁଣି କିଏ ଏମିତି ଚାଲିବ, କିଛି ଦିନ ପରେ ଇଲେକ୍ଟ୍ରିକ ଲାଇନ ଅଣ୍ଡରୱେୟାର ହବ, ମାଟି ତଳେ ଯିବ, ତେଣୁ ତାକୁ ଖୋଳିବ। ଏଇଭଳି ଭାବରେ କୌଣସି ଡିପାର୍ଟମେଣ୍ଟ ପରସ୍ପର ସହିତ ସାମଞ୍ଜସ୍ୟ ରକ୍ଷା କରି କରୁନାହାନ୍ତି। ତାର ପରିଣାମ ସ୍ୱରୂପ କଣ ହଉଛି? ଟଙ୍କା ଅର୍ଥ ବ୍ୟୟ ହଉଛି, କିନ୍ତୁ ସାଧାରଣ ଲୋକ ହନ୍ତସନ୍ତ ହଉଛନ୍ତି। ଯଦି ସବୁ ଡିପାର୍ଟମେଣ୍ଟ ପରସ୍ପର ସହିତ ସାମଞ୍ଜସ୍ୟ ରକ୍ଷା କରି କାର୍ଯ୍ୟ କରିବେ, ତାହେଲେ କୋଉ କାମ କେମିତି ହବ, କୋଉ ଭବିଷ୍ୟତକୁ ଦୃଷ୍ଟିରେ ରଖିକି କେତିକି ମୋଟାର ତାର ପଡିବ, କୋଉ ତାର ପଡିବ, ପାଣି ପାଇପ୍ ଯୋଉ ଯିବ କୋଉ ବାଟ ଦେଇ ଯିବ, ଇଲେକ୍ଟ୍ରିକ ତାର ଯିବ କୋଉ ବାଟ ଦେଇ ଯିବ, ଟେଲିଫୋନ ତାର ଦେଇ ଯିବ କୋଉ ବାଟ ଦେଇ ଯିବ, ଡ୍ରେନେଜ କେତେ ଗଭୀର ହବା ଦରକାର, କୋଉଠି ବ୍ଲକ ହେଲେ କଣ ହବ, ଏକାଥରେ ସବୁ ଡିପାର୍ଟମେଣ୍ଟ ପରସ୍ପର ସହିତ ସାମଞ୍ଜସ୍ୟ ରକ୍ଷା କରି ଯେତେବେଳେ ସହରର ସେଇ କାମଟି କରୁଛନ୍ତି, ଗ୍ରାମର ସେଇ କାମଟି କରୁଛନ୍ତି, ତାହାକୁ ସ୍ମାର୍ଟ ସିଟି କୁହାଯିବ। ତେଣୁ ମା କହୁଛନ୍ତି ଏଇ ସମଞ୍ଜସ୍ୟତା ପୂର୍ଣ୍ଣ କାର୍ଯ୍ୟ କେବଳ ଅତିମାନସ ଶକ୍ତିରେ ହିଁ ରହିଛି। ଏବଂ ଯେତେବେଳେ ତାପରେ କହୁଛନ୍ତି, ଯେତେବେଳେ ଅତିମାନସ ଶକ୍ତି ସହିତ ଆମର ଏକତ୍ୱ ହୋଇନାହିଁ, ସେତେବେଳେ ଆମ ଜୀବନରେ ସେଇ ସାମଞ୍ଜସ୍ୟତାର ଏକ ଅଭାବ ରହୁଛି, ଏକ ଅନୁପସ୍ଥିତି ରହୁଛି। ମା ଶବ୍ଦ ବ୍ୟବହାର କରିଛନ୍ତି ଅନୁପସ୍ଥିତ ରହୁଛି। ତେଣୁ ଯେତେବେଳେ ଅତିମାନ ଶକ୍ତିର ପ୍ରଭାବ ନାହିଁ,
ଅତିମାନ ଶକ୍ତି ସହିତ ଆମର ଏକତ୍ଵ ପ୍ରତିଷ୍ଠିତ ହେଇନାହିଁ ସେ ପର୍ଯ୍ୟନ୍ତ ଏଇ ଅନୁପସ୍ଥିତିଟା ରହିଛି ଏବଂ ତାର ସୁଯୋଗ ନେଇ ଯୋଉ ବିଶୃଙ୍ଖଳିତ ଯୋଉ ଘଟଣା ଘଟୁଛି ତାକୁ ହିଁ ଆକସ୍ମିକତା ବା ଦୈବାତ ଘଟଣା ବୋଲି କୁହାଯାଏ। ମା କହୁଛନ୍ତି ଏହାକୁ ଯିଏ ଶାସିତ କରେ ସିଏ ହଉଛି ଆକସ୍ମିକ ଘଟଣା ବା ଦୈବାତ ଘଟଣା। ତେଣୁ ଦୈବାତ ଯୋଉ ଘଟଣା ବୋଲି ଆମେ କହୁ, ଆକସ୍ମିକତା ବୋଲି ଯୋଉ କହୁ, ତାହେଲେ ଆମେ ମନେ ରଖିବା ତାହା ଅସମଞ୍ଜସତା କାରଣରୁ ଘଟିଛି। ସମଞ୍ଜସ୍ୟପୂର୍ଣ୍ଣ ହେଇଥିଲେ ଦୈବାତ ଘଟେ ନାହିଁ। ଅର୍ଥାତ୍ ତାହା ଏପରି ଏକ କ୍ଷେତ୍ରରେ ପରିଣତ ହୋଇ ରହିଥାଏ ଯେଉଁଥିରେ କି ନାନାବିଧ ପରସ୍ପର ସଂଘାତୀ ଶକ୍ତି ଏକତ୍ର ଗୋଳିଆ ମିଶା ହୋଇ ରହିଥାନ୍ତି ଏବଂ ସେମାନଙ୍କର ଆଦୌ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନଥାଏ। ଦେଖନ୍ତୁ ଏଇ ଗୁରୁତ୍ୱପୂର୍ଣ୍ଣ କଥାଟା ଆମେ କେହି ଜାଣିନଥିଲେ ଯେ ଆକସ୍ମିକ ଘଟଣାଟାକୁ ଆମେ ଭାବୁ ଯାହା ହଉ ଏଇଟା ଭଗବାନଙ୍କୁ ଯୋଉ ଘଟିଲା। ମା ସିଧାସଳଖ କହୁଛନ୍ତି ତାହା ହଉଛି ଅସମଞ୍ଜସତା କାରଣରୁ ଘଟିଛି, ଅତିମାନସ ସତ୍ୟ ସହିତ ଆମର ଏକୀଭୂତ ହେଇଥାଏ। ନାନା ଶକ୍ତିର ଏକତ୍ର ଧାବମାନତା ମଧ୍ୟରୁ ଯାହା କିଛି ପରିଣାମ ରୂପେ ନିଷ୍ପନ୍ନ ହୋଇ ଆସିଥାଏ ତାହା କେବଳ ବିଭ୍ରାନ୍ତି, ଅସଙ୍ଗତି ଏବଂ ମିଥ୍ୟାରେ ହିଁ ଏକ ପରିଣାମ ହୋଇ ରହେ। ଦୈବାତ ଘଟଣା ବା ଆକସ୍ମିକତାର ନିଷ୍ପନ୍ନ ଏକ ଘଟଣା ହୋଇ ରହିଥାଏ। ତେଣୁ ଏଗୁଡାକ କହିଲେ ଯୋଉ ବିଭ୍ରାନ୍ତି, ଅସଙ୍ଗତି, ମିଥ୍ୟା ହିଁ ଯୋଉ ଘଟଣା ଘଟାଏ ତାକୁ ଦୈବାତ ଘଟଣା ବା ଆକସ୍ମିକ ଘଟଣା ଆମେ କହିଥାଉ। ତୃତୀୟ ପଏଣ୍ଟ ସେଠି କହୁଛନ୍ତି କଣ ଯେ ଆମର ଅଜ୍ଞାନତାକୁ ଘୋଡାଇ ରଖିବା ଲାଗି ହିଁ ଆମେ ଆକସ୍ମିକତାକୁ ଏକ କଳ୍ପନା ରୂପେ ବ୍ୟବହାର କରିଥାଉ। ଆମର ଯୋଉ ଘଟଣାଟି ଘଟିଲା ଆମେ ସେ ବିଷୟରେ ଆମର ଜ୍ଞାନ ନାହିଁ, ଆମେ ସେ ବିଷୟରେ କୌଣସି ଆମ ଭିତରେ ପ୍ରୟାସ ନାହିଁ, ଅନୁଭବ ଅନୁଭୂତି କଥା ଛାଡ, ସମ୍ବୋଧିକତା ତ ବହୁତ ଦୂରର କଥା। ମୋ ଜୀବନରେ ଯୋଉ ଘଟଣାଟି ଘଟିଗଲା ତା ସହିତ ଯେହେତୁ କୋଉ ପୂର୍ବ ଘଟଣାରେ ମୁଁ କଣ କରିଥିଲି, ଦେଖନ୍ତୁ ମଜା କଥା ହଉଛି ଆମେ ମନେ ରଖିଥିବା ଯେ କେବେ ନା କେବେ ଆମେ ଯାହା କଳ୍ପନା କରିଛୁ ତାହା ଆମ ଜୀବନରେ ଘଟିଥାଏ। ତେଣୁ ଅନେକ କିଛି ବର୍ଷ ତଳେ ହଉ, କେତେ 10 ବର୍ଷ ମାନେ ଦଶନ୍ଧି ତଳେ ହଉ, ଆମେ ଯୋଉ କଳ୍ପନା କରିଦେଇଛୁ ଆମର ଅଜ୍ଞାନତା ବଶତଃ ତାର ପରିଣାମ ଏବେ ଘଟଣା ଘଟୁଛି ସେ ବିଷୟରେ ଯେହେତୁ ମୋର ଜ୍ଞାନ ନାହିଁ ତେଣୁ ମୁଁ ତାକୁ କହେ କି ଆକସ୍ମିକ ଘଟଣା ଘଟିଗଲା। କିମ୍ବା ମୋ ଜୀବନର ଯୋଉ ପାବଚ୍ଛର ଯୋଉ ଚାଲିଛି, ଅଗ୍ରଗତିର ଯୋଉ ପାବଚ୍ଛ ଚାଲିଛି, ସେ ଅଗ୍ରଗତିର ପାବଚ୍ଛରେ ବର୍ତ୍ତମାନ ଯୋଉ ଘଟଣାଟା ଘଟୁଛି ତାହା ସମ୍ପର୍କରେ ମୋର ଜ୍ଞାନ ନାହିଁ, ତେଣୁ ମୁଁ ତାକୁ ଆକସ୍ମିକ ଘଟଣା ବା ଦୈବାତ ଘଟଣା କହୁଛି। ମା କହୁଛନ୍ତି ସେଥିପାଇଁ ନିଜର ଅଜ୍ଞାନତାକୁ ଘୋଡାଇ ରଖିବା ପାଇଁ ଆମେ ତାକୁ କଳ୍ପନା ରୂପେ ବ୍ୟବହାର କରୁ। ମାତ୍ର ଭଗବତ ପରମ ସତ୍ୟର ସ୍ଥିର ଏକାଗ୍ରତାର ଅଭାବ ରହିଥିବା ଏହି ନିମ୍ନତର ପ୍ରକୃତିର ଯାବତୀୟ ଅନିଶ୍ଚିତ ସଂଘର୍ଷର ବର୍ଣ୍ଣନା ରୂପେ ମଧ୍ୟ ଏହା ବେଶ କାର୍ଯ୍ୟ କରିଥାଏ। ଆମେ ମଣିଷ କଣ କରୁ, ଭଗବତ ପରମ ସତ୍ୟର ଆମ ପାଖରେ ଅଭାବ ରହିଛି, ତାଙ୍କ ସହିତ ଆମର ସମ୍ପର୍କର ଅଭାବ ରହିଛି। ସେ ଅଭାବ ଫଳରେ ନିମ୍ନ ପ୍ରକୃତି, ମା ସ୍ପଷ୍ଟ ଭାବେ କହୁଛନ୍ତି ନିମ୍ନ ପ୍ରକୃତି କଣ କରେ, ତାର ଯୋଉ ସଂଘର୍ଷ ରହିଛି ସେଇ ସଂଘର୍ଷକୁ ସେ ଏଇ ପ୍ରକାର ଏକ ଉପମା ଅଳଙ୍କାର ଦିଏ। ଆକସ୍ମିକ ଘଟଣା, ଦୈବାତ ଘଟଣା ଭଗବାନଙ୍କର ଇଚ୍ଛାରୁ ଘଟିଗଲା, ଏଇ ପ୍ରକାରର ସେ କଣ କରେ ତାକୁ ଉପମା ଅଳଙ୍କାର ଦିଏ। ମା ପୁଣି କହୁଛନ୍ତି ଦେଖନ୍ତୁ ଆପଣାର ଦିବ୍ୟ ଉତ୍ସଟି ବିଷୟରେ ବିସ୍ମୃତ ହୋଇ ରହିଛି ଏବଂ କେବଳ ଅହଂ ଦ୍ୱାରା ପ୍ରେଷିତ ଓ ପ୍ରେରିତ, ଦିବ୍ୟ ଉତ୍ସ ସହିତ ସମ୍ପର୍କ ବିସ୍ମୃତ ହେଇଯାଇଛି, ନାହିଁ ତା ସହିତ ସମ୍ପର୍କ ହେଇନି। ଅହଂ ଦ୍ୱାରା ପ୍ରେଷିତ ଓ ପ୍ରେରିତ କେତେକ ଶକ୍ତିର ଏକ ରଣକ୍ଷେତ୍ରରେ ପରିଣତ ହୋଇଛି। ତେଣୁ ପରମ ସତ୍ୟ ଉଦ୍ଦେଶ୍ୟରେ ଆପଣାକୁ ଉନ୍ମୋଚିତ କରିଦେବାର ସମ୍ଭାବନାଟି ମନେ ରଖିଥାଉ ତଥାପି ବିଦ୍ୟମାନ ରହିଛି। ତେଣୁ ଆମେ କଣ କରିବା, ମା କହୁଛନ୍ତି ଆପଣାର ଅଭିପ୍ସା ଦ୍ୱାରା ପରମ ସତ୍ୟକୁ ନିମ୍ନକୁ ଆବାହନ କରି ଆଣି ଆକସ୍ମିକତାର ଏହି ଅନିଶ୍ଚିତତା ଘୂର୍ଣ୍ଣନ ମଧ୍ୟରେ ପରିବର୍ତ୍ତନ ଆଣିବାର ସମ୍ଭାବନାକୁ ବଳବତ୍ତର କରିବାକୁ ପଡିବ। ତେଣୁ ମା କହୁଛନ୍ତି ତେଣୁ ତୁମେ କଣ କର, ପରମ ସତ୍ୟକୁ ଆବାହନ କରି ଆଣ। ଏଇ ଯୋଉ ଅନିଶ୍ଚିତ ଆକସ୍ମିକ ଘଟଣା ଘଟୁଛି, ଜମାରୁ ଆକସ୍ମିକ ଘଟଣାରେ ନିଜକୁ ଉତ୍ଫୁଲ୍ଲିତ ହୋଇଯାଅ ନାହିଁ, ଉଲ୍ଲସିତ ହେଇଯାଅ ନାହିଁ, ବରଂ ସେ ସମୟରେ ତମେ ପରମ ସତ୍ୟଙ୍କ ପାଖରେ ତାକୁ ନେଇ ରଖ ଏବଂ ସିଏ ଯେ ଆ ଭିତରେ ଇଣ୍ଟରଫିୟର କରନ୍ତୁ ଏହାକୁ ଆବାହନ କର। ମା ଲେଖୁଛନ୍ତି ନିମ୍ନକୁ ଆବାହନ କରି ଆଣ, ଯେପରିକି ତମର କହୁଛନ୍ତି ଆପଣାର ମନୋଗତ ସହସୂତ୍ରାୟନ
ଅନୁଭୂତି ସାଧାରଣ ସୂତ୍ରୀକରଣର ଅଭ୍ୟସ୍ତତା ଫଳରେ ସେମାନେ ଯୋଉ କହୁଛନ୍ତି ଲେଖୁଛନ୍ତି ତା ପରେ ଲେଖୁଛନ୍ତି ପ୍ରକୃତରେ ଅତି ସୂକ୍ଷ୍ମ ନାନା ଶକ୍ତି ଦ୍ଵାରା ସେମାନେ ପରିଚାଳିତ ହେବାରେ ଲାଗିଥାନ୍ତି, ଯେଉଁମାନେ କି ପ୍ରତ୍ୟେକ କେବଳ ନିଜ ଇଚ୍ଛାର ପୂର୍ତ୍ତିଟି ଲାଗି ତତ୍ପର ହୋଇ ରହିଥାନ୍ତି। ସେ ଶକ୍ତି ଗୁଡିକ କଣ କରନ୍ତି? ତାଙ୍କ ଇଚ୍ଛାର ତୃପ୍ତି କରିବା ପାଇଁ ତୁମକୁ କିଛି କିଛି ଲଲିପପ ଦେଇ ଦିଅନ୍ତି। ଲଲିପପ ଭଳିଆ ତମକୁ କିଛି ସଫଳତା ଦେଇ ଦିଅନ୍ତି, ଲଲିପପ ଭଳିଆ ତମ ଜୀବନରେ ନୂଆ ଘଟଣାଟେ ଆଣି ଦିଅନ୍ତି। ତେଣୁ ତାକୁ ଆମେ କହୁ ଏ ଭଗବାନଙ୍କ ଇଚ୍ଛା ଥିଲା, ଦୈବାତ ଘଟଣା ଘଟିଗଲା, ଆକସ୍ମିକ ଘଟଣା ଘଟିଗଲା। କୌଣସି ଦୈବାତ ଆକସ୍ମିକ ଘଟଣା ଯେତେବେଳେ ଘଟୁଛି ଆମେ ତାହେଲେ ମନେ ରଖିବା ତା ଅସମଞ୍ଜସତା କାରଣରୁ ଘଟୁଛି, ସହ ସୂତ୍ରାୟନ ଅଭାବରୁ ଘଟୁଛି। ସେମାନେ ଏଇ ସୂକ୍ଷ୍ମ ନାନା ଶକ୍ତି ଦ୍ଵାରା ପରିଚାଳିତ ଲାଗିଥାନ୍ତି। ସେମାନେ ସବୁବେଳେ ନିଜ ଇଚ୍ଛାର ପୂର୍ତ୍ତି କରିବା ପାଇଁ ଏସବୁ କାର୍ଯ୍ୟ କରିଥାନ୍ତି। ଏହି ଅଦିବ୍ୟ ଶକ୍ତି ଗୁଡିକ ପାଖରେ ସିଧାସଳଖ ଲେଖି ଚାଲିଛନ୍ତି, କହି ଚାଲିଛନ୍ତି, ଏହି ଅଦିବ୍ୟ ଶକ୍ତି ଗୁଡିକ ପାଖରେ ପୃଥିବୀ ବର୍ତ୍ତମାନ ଏତେ ବେଶୀ ଅଧୀନ ହୋଇ ରହିଛି ଯେ କେବଳ ଏଥିଲାଗି ସଂଗ୍ରାମ କରିବା ବ୍ୟତୀତ ଅନ୍ୟ କୌଣସି ବାଟରେ ପରମ ସତ୍ୟର ସେଇ ବିଜୟଟିକୁ ହାସଲ କରିବା ଆଉ କୌଣସି ସମ୍ଭାବନା ନାହିଁ। ମା କହୁଛନ୍ତି ପୃଥିବୀ ଏତେ ବେଶୀ ସେଇ ଅଦିବ୍ୟ ଶକ୍ତି ଦ୍ଵାରା ପ୍ରେରିତ ହେଇ ରହିଛି ଯେ ତେଣୁ ତା ସହିତ ସଂଗ୍ରାମ କରିବା ବ୍ୟତିରେକ ବର୍ତ୍ତମାନ ପରମ ସତ୍ୟ ପାଖ ବିଜୟ ହାସଲ କରିବା ପାଇଁ ଆଉ କୌଣସି ବାଟ ନାହିଁ। ତେଣୁ ଏଇ ଯୋଉ ସଂଗ୍ରାମ ହିଁ ହଉଛି ଆମର ସାଧନା। ପରମ ସତ୍ୟ ଲାଗି ଆଜି ପୃଥିବୀରେ କୌଣସି ଅଧିକାରିତ୍ୱ ହିଁ ନାହିଁ। ମିଥ୍ୟା ଏବଂ ବିକାରଗ୍ରସ୍ତତାକୁ ପରିତ୍ୟାଗ କରି ତାହା ସେଇ ଅଧିକାରଟିକୁ ପୁନର୍ବାର ଫେରି ପାଇପାରିବ। ତେଣୁ ଏକଥା ତାପରେ ବଢିଆ କହୁଛନ୍ତି, ଏଇଠି ସାଙ୍ଗେ ସାଙ୍ଗେ ପ୍ରଶ୍ନ ଉଠିବ, ତମେ ତ କହିଛ, ଭଗବାନ ତ କହୁଛନ୍ତି, ଶ୍ରୀକୃଷ୍ଣ ବି କହୁଛନ୍ତି, ସମସ୍ତେ କହିଛନ୍ତି, ଅନେକ ସାଧୁ ମୁନି ଋଷି ମାନେ କହିଛନ୍ତି ଭଗବାନଙ୍କ ଇଚ୍ଛା ବ୍ୟତିରେକ କୌଣସି ଗଛର ପତ୍ରଟିଏ ବି ହଲେ ନାହିଁ, ତ ବିନୁ ଅନ୍ୟ ଗତି ନାହିଁ, ଯେଣିକି ଅଢାଏ ତେଣିକି ଯାଇ, କେତେ କଥା କୁହାଯାଇଛି। ତାହେଲେ ଏଇ ଯୋଉ ଘଟଣା ଘଟିଛି ଏଠି କେମିତି ମା କହିଦଉଛନ୍ତି ଯେ ଏଇ ପୃଥିବୀରେ ପରମ ସତ୍ୟର ଅଧିକାରିତ୍ୱ ନାହିଁ, ପରମ ସତ୍ୟ ଅଧିକାରିତ୍ୱ ହରେଇ ବସିଛି, ମିଥ୍ୟା ଏବଂ ବିକାରଗ୍ରସ୍ତତାକୁ ପରିତ୍ୟାଗ କରି ସେଇ ଅଧିକାରକୁ ସେ ପୁନର୍ବାର ଫେରି ପାଇବ। କେମିତି ଆପଣ କହୁଛନ୍ତି? ମା ତାକୁ ସ୍ପଷ୍ଟ କରୁଛନ୍ତି। ମା ସିଧାସଳଖ କହୁଛନ୍ତି, ମନେ ରଖ, ବଢିଆ ଭାବରେ କହୁଛନ୍ତି, କେତେକ ଲୋକ କେତେକ ଶକ୍ତି କଣ କରନ୍ତି ନା ଏଇ କଥାଟି କୁହନ୍ତି, କଣ କୁହନ୍ତି ଯେ ସବୁକିଛି ସମାନ ଭାବରେ ସେହି ଦିବ୍ୟ ପରମ ସତ୍ତାଙ୍କର ଇଚ୍ଛାଟିକୁ ହିଁ ପ୍ରକଟ କରିଦେଉଛନ୍ତି। ଏକ ଭାରି ସୁବିଧାଜନକ ସିଦ୍ଧାନ୍ତ ରୂପେ ପ୍ରତିକୂଳ ପ୍ରଭାବ ଗୁଡିକ ଆମ ଆଗରେ ତାହାକୁ ବାଢି ରଖିଛନ୍ତି। ମା କହୁଛନ୍ତି ପ୍ରତିକୂଳ ପ୍ରଭାବ ଆମ ଆଗରେ ଏଇ କଥାଟିକୁ ବାଢିକି ରଖିଛନ୍ତି, କହିଦଉଛନ୍ତି କଣ? ଭଗବାନଙ୍କ ଇଚ୍ଛା ବିନା ଏଇ ଯୋଉ ଘଟଣା ଘଟିଛି ଏ ସବୁର ଅର୍ଥ ଅଛି, ଭଗବାନ ତାକୁ ଚାହିଁଛନ୍ତି। ମାନେ ଦିବ୍ୟ ଜ୍ଞାନର କହିଲେ କଣ, ସେ ଦିବ୍ୟ ପରମ ସତ୍ତାଙ୍କର ଇଚ୍ଛାଟିକୁ ଇଏ ପ୍ରକଟ କରୁଛନ୍ତି। ଯୋଉ ବିରୋଧୀ ଶକ୍ତିର କ୍ରିୟା, ଯୋଉ ବିରୋଧୀ ଶକ୍ତିର କାର୍ଯ୍ୟ, ଯୋଉ ଅଦିବ୍ୟ ଶକ୍ତିର କାର୍ଯ୍ୟ, ସେଇଟା ବି ଭଗବାନଙ୍କର ଇଚ୍ଛା ବୋଲି, ପରମ ଦିବ୍ୟ ସତ୍ତାଙ୍କର ଇଚ୍ଛା ଯୋଗୁ ହିଁ ଘଟୁଛି ବୋଲି ଏଇ ପ୍ରତିକୂଳ ପ୍ରଭାବୀ ଗୁଡିକ ଆମ ପାଖରେ ଆଣିକିରି ମାନେ ଛଳନା କରିକି ଥୁଆଇ ଦଉଛନ୍ତି। ଦେଖନ୍ତୁ ଏଇଟା ମା ଲେଖୁଛନ୍ତି, ମୁଁ କହୁନାହିଁ। ତେଣୁ ବାହାରେ ବେଳେ ବେଳେ ଆମେ ଯୋଉ କାର୍ଯ୍ୟ କରୁ ସେତେବେଳେ ବେଳେ ବେଳେ କହିଦଉ ଯେ ମାଙ୍କ ଇଚ୍ଛା ନଥିଲେ କେମିତି ମୁଁ ଏଇଟା କରିପାରିଥାନ୍ତି। ଭୁଲ କହୁଛନ୍ତି, ମନେ ରଖନ୍ତୁ, ପ୍ରତିକୂଳ ପ୍ରଭାବ ଦ୍ଵାରା ଆପଣ ବର୍ତ୍ତମାନ ଗ୍ରସ୍ତ ହେଇଛନ୍ତି ଏବଂ ତାରି ଫଳରେ ଏ କଥା କହୁଛନ୍ତି। ମା ତାପରେ ଆହୁରି ତାକୁ ସ୍ପଷ୍ଟ କରୁଛନ୍ତି, ମନେ ରଖ, ପ୍ରକୃତ ସତ୍ୟଟି ହେଉଛି ଯେ, ମା ଲେଖୁଛନ୍ତି କଣ କହୁଛନ୍ତି, ପ୍ରକୃତ ସତ୍ୟଟି ହେଉଛି ଯେ ଏଠାରେ ଏଇ ନିମ୍ନତର ପ୍ରକୃତିର ସୋପାନରେ ଦିବ୍ୟ ପରମ ସତ୍ତା ଏକ ବିଶ୍ୱମୟ ଅଜ୍ଞାନତାର ପରଦା ମଧ୍ୟରେ ଆବୃତ ହୋଇ ରହିଛନ୍ତି ଏବଂ ଏହି ପୃଥିବୀରେ ଯାହା ସବୁ ଘଟୁଛି ତାହା କଦାପି ସିଧା ଦିବ୍ୟ ଜ୍ଞାନର ସୋପାନଟିରୁ ନିର୍ଦ୍ଦେଶିତ ହୋଇ ଆସୁନାହିଁ। ଆଉ କେତେ ସ୍ପଷ୍ଟ କହିଥାନ୍ତେ ମା, ଚିନ୍ତା କରନ୍ତୁ। ମା ସ୍ପଷ୍ଟ ଭାବେ କହୁଛନ୍ତି, ମନେ ରଖ, ଏଇ ଯୋଉ ଘଟଣା ଘଟୁଛି ତାହା କଦାପି ସିଧା ଦିବ୍ୟ ଜ୍ଞାନର ସୋପାନଟିରୁ ନିର୍ଦ୍ଦେଶିତ ହୋଇ ଆସୁନାହିଁ। ସେ କାହିଁକି ବାରମ୍ବାର କହୁଛି
ନା ଏଇ ପ୍ରତିକୂଳ ପ୍ରଭାବ ଆମକୁ ଏତେ ଜାବୁଡି ଧରିଛନ୍ତି ଯେ ଏତେ ଜାବୁଡି ଧରିଛନ୍ତି ଯେ ସିଏ ଆମ ପାଖରେ ଆଣି ବାଡିରେ ଏଇ କଥା ଥୋଇ ଦଉଛି। ଯାହା ଇଚ୍ଛା ହଉଛି ଭଗବାନଙ୍କ ଇଚ୍ଛା ରହୁଛି ନା। ତେଣୁ ତମେ ସେ ଯୋଉ ଦେଖନ୍ତୁ ବେଳେ ବେଳେ ସେଇଥିପାଇଁ ଇନଡିସିପ୍ଲିନ କୁ ହାରମୋନି ବୋଲି ଗ୍ରହଣ କରିନିଅନ୍ତି। ଆରେ ସେ ଯୋଉ କାର୍ଯ୍ୟଟି କରୁଛି ଆରେ ଭଗବାନଙ୍କ ଇଚ୍ଛା ନଥିଲେ ସେ ଏଠି ରହିପାରନ୍ତା? ଏଇ ଯୋଉ ସବୁ ଯୋଉ କଣ ଅସମଝତା ସୃଷ୍ଟି ହେଇଛି, ଏଇ ଯୋଉ ସବୁ ଗୁଡାକ ଶକ୍ତି ମାନେ ରହିଛନ୍ତି, ଆରେ ଭଗବାନଙ୍କ ଇଚ୍ଛା ନଥିଲେ ସେ କେମିତି ଏଠି ପଡିକି ରହିଥାନ୍ତା? ହଁ ଇଚ୍ଛା କରିଛନ୍ତି ବୋଲି ଅଛନ୍ତି ନା ଆଉ। ନିଜର ଦାୟିତ୍ୱ ବୋଧରୁ, ନିଜର କର୍ତ୍ତବ୍ୟ ବୋଧରୁ, ନିଜର କରଣୀୟ କାର୍ଯ୍ୟରୁ ଆମେ ଓହରି ଯାଇକି ଏଇ କଥାଟି କହୁଛୁ। କାହିଁକି ନା ଦିବ୍ୟ ପରମ ସତ୍ତାଙ୍କୁ ଆମେ ଆହ୍ୱାନ କରୁନାହୁଁ, ନିମ୍ନତର ଏଇ ପ୍ରକୃତିରେ ତାକୁ ଆଣିକି ଅବତରଣ କରାଉନାହୁଁ, ମାଙ୍କୁ ଆହ୍ୱାନ କରୁନାହୁଁ, ତାକୁ ସମର୍ଥନ କରୁଛୁ। ଯେ ପର୍ଯ୍ୟନ୍ତ ଆମେ ତାକୁ ସମର୍ଥନ କରୁଛନ୍ତି ମନେ ରଖିବା ଆମେ ତାର ବଳକୁ ବଢାଉଛନ୍ତି। ମା ସେଥିପାଇଁ କହିଲେ ପ୍ରଥମେ ତୁମେ ନିଜ ଭିତରୁ ସ୍ୱୀକାର କର ଯେ ତାହା ହଉଛି ମିଥ୍ୟା ବା ଅଦିବ୍ୟ ଶକ୍ତିର ପ୍ରଭାବରେ କାମ ହଉଛି। ତାହେଲେ ତା ମେରୁଦଣ୍ଡଟି ଭାଙ୍ଗିଯିବ। ତା ପ୍ରତି ତୁମର ଅନ୍ତରରେ ଥିବା ସମର୍ଥନକୁ କାଟିଦିଅ। କାଟିଦେଲେ ତାର ମେରୁଦଣ୍ଡଟି ଭାଙ୍ଗିଯିବ। ବାହାରକୁ ଦେଖାଯାଉଛି ଅତି ସୁନ୍ଦର, ବାହାରକୁ ଦେଖାଯାଉଛି ଅତି ଚିକ୍କଣ, କିନ୍ତୁ ମନେ ରଖନ୍ତୁ ଆପଣଙ୍କ ପାଇଁ ଯିଏ ଏତେ ବ୍ୟତିବ୍ୟସ୍ତ ହଉଛି, ଆପଣଙ୍କୁ ଯିଏ କବଳିତ କରିବାକୁ ଚାହୁଁଛି, ସିଏ ଏଇ ପ୍ରକାରର ବ୍ୟବସ୍ଥା କରେ। ନିମ୍ନ ପ୍ରାଣର ଗତିବୃତ୍ତି ଆମର ଯୋଉଟା ରହିଛି, ଟିକେ ଟିକେ କଥାରେ ଖୁସି ହେଇଯାଏ, ଟିକେ ଟିକେ ପ୍ରଶଂସା ପାଇବାର ଆନନ୍ଦିତ ହୁଏ, ତାକୁ ସେ ବ୍ୟବହାର କରିକି କଣ କରୁଛି? ତା କାର୍ଯ୍ୟଟି ହାସଲ କରୁଛି। ତେଣୁ ମନେ ରଖିବା ଯେ ଏଇ ଭୁଲ ଧାରଣାରୁ ବାହାରି ଯିବା। ମା ଲେଖିଛନ୍ତି, ଏଇଟା ମୁଁ କହୁନାହିଁ, କଦାପି ସିଧା ଦିବ୍ୟ ଜ୍ଞାନର ସୋପାନଟିରୁ ନିର୍ଦ୍ଦେଶିତ ହୋଇ ଆସୁନାହିଁ। ତାପରେ କହୁଛନ୍ତି ଏହି ସୃଷ୍ଟି ଯେତେ ଦୂର ସମ୍ଭବ ଅଧିକ ଦୃଢ ଏବଂ ଅପରିବର୍ତ୍ତନୀୟ ଭାବରେ ବର୍ତ୍ତମାନର ଏହି ବିଶୃଙ୍ଖଳା ଏବଂ କୁଶ୍ଚିତତାକୁ ଜାବୁଡି କରି ରହିଥାଉ ବୋଲି ସେଇ ପ୍ରଭାବ ଗୁଡିକ ଭାରି ପ୍ରକୃତରେ ଇଚ୍ଛା କରୁଛନ୍ତି। ମା ଲେଖୁଛନ୍ତି ପ୍ରକୃତରେ ଭାରି ଇଚ୍ଛା କରୁଛନ୍ତି। ଏହି କ୍ଷେତ୍ରରେ ଆମେ କଣ କରିପାରିବା ବୋଲି ତୁମେ ମତେ ପଚାରୁଛ ନା? କଣ କରିବା? ବର୍ତ୍ତମାନ ପ୍ରୋବ୍ଲେମ କଣ ଯେ ସେମାନେ ତ ଜାବୁଡି ଧରିଛନ୍ତି, ଆମେ ସେଠି କଣ କରିପାରିବା? ବଢିଆ କଥାଟେ। ମା କହୁଛନ୍ତି କଣ କରିବା? ମା କହୁଛନ୍ତି ତୁମେ ମତେ ପଚାରୁଛ କଣ କରିବା? ହଁ, କଣ କରିବା? ଆମେ ସେହି ପରମ ଆଲୋକକୁ ନିମ୍ନକୁ ଆବାହନ କରି ଆଣିବା। କଣ କହିଲେ? ଆମେ କଣ କରିବା? ପରମ ଆଲୋକକୁ ନିମ୍ନକୁ ଆବାହନ କରି ଆଣିବା। ଦୁଇରେ କହୁଛନ୍ତି ରୂପାନ୍ତରର ଶକ୍ତିଟି ସମ୍ମୁଖରେ ଆପଣାକୁ ଉନ୍ମୋଚିତ କରି ରଖିବା। ତିନିରେ କହୁଛନ୍ତି ବଢିଆ ମାନେ ପୁରା ମଞ୍ଜି କଥା ଗୋଟେ କହିଲେ, ଅଗଣିତ କେତେ କେତେ ଥର ତୁମ ମାନଙ୍କୁ ସେଇ ଦିବ୍ୟ ଶାନ୍ତି ପ୍ରଦତ୍ତ ହୋଇ ରହିଛି ଏବଂ ପ୍ରତ୍ୟେକ ଥର ତୁମେ ସେଇଟିକୁ ହରାଇ ବସିଛ। ପ୍ରଥମ ଦିଟା ପଏଣ୍ଟ ଗୋଟେ ଲାଇନରେ ଛାଡିଦେଲେ। ରୂପାନ୍ତର ଶକ୍ତିଟି ସମ୍ମୁଖରେ ଆପଣଙ୍କୁ ଉନ୍ମୋଚିତ କରି ରଖିବା, ଏଇଟା ଦ୍ୱିତୀୟ ପଏଣ୍ଟ। ପ୍ରଥମ ପଏଣ୍ଟ କହିଲେ ପରମ ଆଲୋକଙ୍କୁ ନିମ୍ନକୁ ଆହ୍ୱାନ କରି ଆଣିବେ। ତୃତୀୟରେ କହିଲେ ଯେ ତମକୁ ଏଇ ଦିବ୍ୟ ଶାନ୍ତି ଅନେକ ଥର, ଅଗଣିତ ଥର ପ୍ରଦତ୍ତ ହେଇ ତମକୁ ଦିଆ ହେଇଛି, ତମେ ତାକୁ ହରେଇ ବସିଛ। ତାହେଲେ ସେ ହରେଇବାର କାରଣଟିକୁ ଖୋଜି ବାହାର କର। ତେଣୁ ତୃତୀୟ ପଏଣ୍ଟ, ପ୍ରଥମେ କହିଲେ ଆହ୍ୱାନ କର, ଦ୍ୱିତୀୟ କହିଲେ ତା ସମ୍ମୁଖରେ ନିଜକୁ ଖୋଲି ଧର, ତୃତୀୟରେ କହୁଛନ୍ତି ତମକୁ ଯୋଉ ଦିବ୍ୟ ଶାନ୍ତି ପ୍ରଦତ୍ତ ହେଇଛି, ତମେ ଯୋଉ ହରେଇ ବସୁଛ ତାର କାରଣଟିକୁ ଖୋଜି ବାହାର କର। କହୁଛନ୍ତି ଏଇ ତୁମ ଭିତରେ ଏପରି ଏକ ଉପାଦାନ ତଥାପି ରହିଛି, ଏପରି ଏକ ଉପାଦାନ ତଥାପି ରହିଛି ଯାହାକି ଆପଣାର କ୍ଷୁଦ୍ର ଅହଂ ପ୍ରେରିତ ଅଭ୍ୟସ୍ତତା ଓ ହୀନ ଚର୍ଯ୍ୟାଟିକୁ ପରିହାର କରିପାରିବା ଲାଗି ଆଦୌ ସମ୍ମତ ହୋଇନାହିଁ। ଆମ ଭିତରେ ଏମିତି କିଛି ସବୁବେଳେ ସମସ୍ତଙ୍କ ଭିତରେ ମାଡି ବସି ରହିଥାଏ ନିଜର ଅହଂ ପ୍ରେରିତ ଯୋଉ ଅଭ୍ୟାସ ରହିଛି, ହୀନ ଚର୍ଯ୍ୟା। ମା ଲେଖୁଛନ୍ତି ହୀନ ଚର୍ଯ୍ୟା ଆମ ଭିତରେ ରହିଛି। ସବୁ ସମୟରେ ଆମେ ଚାହୁଁଛୁ ମତେ ଲୋକ ପ୍ରଶଂସା କରନ୍ତୁ, ସବୁ ସମୟରେ ଆମେ ଚାହୁଁଛୁ ମୋ ବିନା ଘଟଣା କିଛି ନ ଘଟୁ। ଗୋଟେ ଥରେ ଜଣେ ବ୍ୟକ୍ତି କହୁଥାନ୍ତି, ଏରେ ତୁ ନଥିଲୁ ସେ କାମ ତ କେତେ ଆରାମରେ ହେଇଗଲା, ତୋର କଣ ଇମ୍ପୋର୍ଟାନ୍ସ ଅଛି? ସେ ବ୍ୟକ୍ତିର ଉତ୍ତରଟି ବଢିଆ ଉତ୍ତର। ସେ ବ୍ୟକ୍ତି କହିଲେ, ଦେଖନ୍ତୁ ମାଙ୍କ କାମ ସେଇଭଳି ଭାବରେ ଯଦି ବ୍ୟବସ୍ଥା ନ କରା ହେଇଥାନ୍ତା, ତାହେଲେ ଜଣଙ୍କ ଅନୁପସ୍ଥିତିରେ ମାଙ୍କ କାମ ଯଦି ବନ୍ଦ ହେଇଗଲା, ତାହେଲେ ସେଇ ବ୍ୟକ୍ତିର ଇମ୍ପୋର୍ଟାନ୍ସ ନାହିଁ ଯୋଉଟା କହୁଛ, ତାହେଲେ ଓଲଟାଟା ହେଲା।
तार अनुपस्थित कार्यटी जदि बंद हो गला तेबे से लोकटी तो भूल काम करी लोकटी ठीक भाव मां काम करना सी सब अपेक्षा कर कौन सी आसिले जाकि तमें कम कर तार तार इम्पोर्टान्स को सी सब्यस्त कर सी मां काम करना जी एमिति व्यवस्था कर दे जाइछि जे तार अनुपस्थित मां को कार्यटी बाधा प्राप्त होना सुरुखुरु हो गला तेबे से ठीक करिछि एठी सेठी कौन क्षुद्र अहं प्रेरित हो आमे आमर हीनचर्या जहाँ मु एमिति करिछि आशा मते पचार मु तमे मते न पचारि करदो केमति हबो तेणु तृतीय कहले आम भितर जो उपादान रही अहं प्रेरित हो निजक प्रतिष्ठा करुच्ची एवं हीन हीन चर्याटी को परिहार कर लगी आदौ सम्मत होना ताकू तमे खोजिकी बाहर कर जी दिव्य शांति को सब फेरई दौ चार कहते जदि तुम्हें अनुक्षण सतर्क हो न रुह ये कहले अनुक्षण सतर्क रेबे तुम प्रकृति अवतरणकारी से परम सत्य द्वारा पूर्ण हो देखो केते माने केड़े बड़ बड़ संभावना देखो आम भितर माल कहते परम सत्य अवतरण करी पूर्ण हो रही माने परम सत्य मो भितर पूर्ण हो रही सारिबा परे मध्य देखछन पूर्ण हो रहिबा परे मध्य पुनर्बार सही पुरातन मृत्यु धर्मी अभ्यस्तता गुड़िक मध्य को बाहुड़ी चली आसीबो आ केते कहि थांदे चिंता कर यदि सब अनुक्षण सतर्क न रहउचंती परम सत्य मो भितरे अवतरण करी पूर्ण होइकी रहिथिले मध्य से पुणी पुरातन धर्म को फेरी जीवार संभावना रही तापर कहते यही संग्रामटी हेउछि पुरातन एवं नूतन मध्य रही लगी एक नूतन मध्य लगी एक संग्राम यह ही हेउछि आम जोगर सारतम कथा जो अतीत विरुद्ध रे जो लड़िया कहनी यही कथा कहु तेणु यही जो संग्राम यही संग्रामटा आम जोगर सारतम कथा कोटा ना पुरातन एवं नूतन मध्य रही लगी संग्राम पुरातन कोटा नूतन कोटा क्लीयर हो गले सीधा सरल कथा परम सत्य को जब आह्वान कर न आणुचंती निज को जब प्रतिष्ठा करुचंती आउ निज भितरे से अहं प्रेरित अभ्यस्था हीनचर्या को परिहार करने को सम्मति दौना ये सब है पुरातन नूतन है कौन परम सत्य को आह्वान कर आनिबा परम सत्य को कार्य करने को छाड़िबा या भितर बर्तमान संग्राम चली यह हूँ आम जोगर सारतम कथा पंचम पॉइंट कहते जदि तुम्हें निश्चित भावरे ताहारी उद्देश्य आस्थावान हो पारिबो ताहारी उद्देश्य आस्थावान हो पारिबो का उद्देश्य ना तुम समक्ष जो सर्वोच्च परम विधान एवं परम श्रृंखलाटी को आने उद्घाटित कर दिया जाइछि परम माने श्रृंखला परम विधान अनेक समय कहती माँ आमर पूर्ण जोगरे डिसिप्लिन को बेसी गुरुत्व देना माने पूरा निहाती भूल कथा एटी पूरा कड़ा डिसिप्लिन को आउची परम श्रृंखला परम विधान को मानिकी तुम पाखरे खोली दिया ताकू मानिकी चलिबा पई ता ऊपर आस्थावान हम जे नाई मुझे परम श्रृंखला रे गले निश्चय मोर परम सत्य सहित एकीभूत हम एकत्व बोध हम यही आस्थावान होकी रहिले ताहेले मालूम ताहेले कौन हम धीर गति रे हेले मध्य तुम्हें यही लाइन टा पढ़ुची कौन कहले वर्तमान आकस्मिक राजत्व अधीन हो रही तुम सत्तार विभिन्न अंश क्रमे क्रमे से नूतन दीक्षा रे दीक्षित हो आसीबे सेगुड़िक क्रमे दिव्यता मध्य प्रवेश करिवे दैवात घटुथिबा घटना रे आमे यदि सारांश करिबा प्रथम पॉइंट कहले जे अतिमानस शक्ति ही केवल सामंजस्यता पूर्ण शक्ति रही अतिमानस शक्ति सहित एकीभूत हेले एकत्व होकी रहिले सामंजस्यता आमे कहबा संतुलित अवस्था आम भाषा बुझिले संतुलित अवस्था श्रृंखला एवं सामंजस्यता प्रतिष्ठित हो पारिबो सेठु कहउचंती जदि श्रृंखला एवं सामंजस्यता नाही तेबे ताहा अदिव्य शक्ति द्वारा परिचालित होउची एवं ताहा
ବିଶୃଙ୍ଖଳିତ ଏବଂ ମିଥ୍ୟା ଅସ୍ପଷ୍ଟତା ଦ୍ୱାରା ଗ୍ରସ୍ତ ହେଇ କାମ କରୁଛି, ସେଠି ଏଇ ଯୋଉ ଦିବ୍ୟ ଏକତ୍ୱଟି ଅନୁପସ୍ଥିତ ରହୁଛି। ତାରି ଫଳରେ ତାରି ସଂଘର୍ଷ ଫଳରେ, ତାରି ସଂଘାତ ଫଳରେ ଯୋଉ ଘଟଣାଟା ଘଟୁଛି ତାକୁ ଆମେ ଦୈବାତ ବା ଆକସ୍ମିକ ଘଟଣା କହୁଛନ୍ତି। ତେଣୁ ଦ୍ୱିତୀୟରେ ତାକୁ କ୍ଲିୟର କରିଦଉଛନ୍ତି କଣ, ତମ ଜୀବନରେ ଯୋଉ ଦୈବାତ ଘଟଣା ବା ଆକସ୍ମିକ ଘଟଣା ଘଟୁଛି ତୁମେ ତାକୁ କେବେ ବି ଭାବ ନାହିଁ ଏହା ଦିବ୍ୟ ଶକ୍ତି ଦ୍ୱାରା ପରିଚାଳିତ। ଲେଖୁଛନ୍ତି ଏହା ତୁମ ଭିତରେ ଅଦିବ୍ୟ ଶକ୍ତି ଦ୍ୱାରା ପରିଚାଳିତ ହଉଛି। ଏବଂ ତାପରେ କହୁଛନ୍ତି, ତୃତୀୟରେ କହୁଛନ୍ତି ବେଳେ ବେଳେ କଣ କରନ୍ତି, ଯୋଉ ପ୍ରତିକୂଳ ପ୍ରଭାବ ମାନେ ଆମର ଅଜ୍ଞାନତାକୁ ଘୋଡାଇ ରଖିବା ପାଇଁ, ଅଜ୍ଞାନତାକୁ ଘୋଡାଇ ରଖିବା ପାଇଁ ଏଇ ଆକସ୍ମିକତାକୁ ଏକ କଳ୍ପନା ରୂପେ ବ୍ୟବହାର କରିଥାଏ। ଏବଂ ଚତୁର୍ଥରେ କହୁଛନ୍ତି ଭାଗବତ ପରମ ସତ୍ୟର ସ୍ଥିର ଏକାଗ୍ରତାର ଅଭାବ ରହିଥିଲେ, ଭାଗବତ ପରମ ସତ୍ୟର ସ୍ଥିର ଏକାଗ୍ରତାର ଅଭାବ ରହିଥିଲେ ହିଁ ନିମ୍ନତର ପ୍ରକୃତିରେ ଯାବତୀୟ ଅନିଶ୍ଚିତ ସଂଘର୍ଷର ହେଇଥାଏ ଏବଂ ଏହି ସଂଘର୍ଷର ପରିଣାମ ସ୍ୱରୂପ ଆକସ୍ମିକ ଘଟଣା ବା ଦୈବାତ ଘଟଣା ଘଟିଥାଏ। ତାପରେ 5ରେ କହୁଛନ୍ତି ଏହା ଅହଂ ଦ୍ୱାରା ପ୍ରେଷିତ ଓ ପ୍ରେରିତ କେତେ ଶକ୍ତିର ଏକ ରଣକ୍ଷେତ୍ରରେ ପରିଣତ ହୋଇ ରହିଛି। ତେଣୁ ସେଇ ଯୋଉ ଦୈବାତ ଘଟଣା, ଯୋଉ ଆକସ୍ମିକ ଘଟଣା କହୁଛନ୍ତି, ତାହା ହଉଛି ଅହଂ ଦ୍ୱାରା ପ୍ରେଷିତ ଓ ପ୍ରେରିତ କେତେ କେତେ ଶକ୍ତିର ଏକ ରଣକ୍ଷେତ୍ରରେ ପରିଣତ ହୋଇ ରହିଛି। ତା ଭିତରେ ପୁଣି କହିଲେ କଣ, ଏଇ ଅନେକ ସୂକ୍ଷ୍ମ ନାନା ଶକ୍ତି ଦ୍ୱାରା ଏ ସବୁ ଜିନିଷ ପରିଚାଳିତ ହଉଛି, ଯୋଉମାନେ କି ନିଜର ଇଚ୍ଛା ପୂର୍ତ୍ତି କରିବା ପାଇଁ, ନିଜର ଇଚ୍ଛା ପୂର୍ତ୍ତି କରିବା ପାଇଁ ବେଳେ ବେଳେ କଣ କରନ୍ତି, ତୁମକୁ ସଫଳତା ଦେଇଥାନ୍ତି। ତୁମେ ତାକୁ କୁହ କଣ, ଯେ ଆକସ୍ମିକ ଭାବରେ ଘଟିଲା, ଯାହା ହଉ ମାଙ୍କ ଇଚ୍ଛା ଥିଲା, ଏମିତି ଘଟିଲା, ସେମିତି ଘଟିଲା, ଭଗବାନଙ୍କ ଇଚ୍ଛାରେ ଘଟିଲା। ତାପରେ କହୁଛନ୍ତି ଏଇ ଅଦିବ୍ୟ ଶକ୍ତି ଗୁଡ଼ିକ ପୃଥିବୀକୁ ଘେରି ରହିଛନ୍ତି, ତାକୁ ଲେଖୁଛନ୍ତି ଏତେ ବେଶୀ ଅଧୀନ କରି ରଖିଛନ୍ତି ଯେ ତା ସହିତ ସଂଗ୍ରାମ କରିବା ବ୍ୟତିରେକ ପରମ ସତ୍ୟକୁ ପାଖରେ ଆଉ କୌଣସି ସମ୍ଭାବନା ନାହିଁ। ତେଣୁ ସିଏ କଣ କରୁଛି, ତାର ଅଧିକାରତ୍ୱକୁ ସ୍ଥାପନା କରିବା ପାଇଁ ମିଥ୍ୟା ଏବଂ ବିକାରଗ୍ରସ୍ତତାକୁ ପରିତ୍ୟାଗ କରି ସେ ଅଧିକାରଟିକୁ ପୁନର୍ବାର ଫେରାଇ ଆଣିବାକୁ ପଡିବ। ତାପରେ କହୁଛନ୍ତି ପ୍ରକୃତ ଆମର ଯୋଉ ସାଧାରଣତଃ ଯୋଉ କଥା କୁହନ୍ତି, ଲୋକେ କୁହନ୍ତି ଯୋଉ ଯେତେ ଯାହା ଅସମଞ୍ଜସତା ରହିଛି ବା ଯୋଉ ଯିଏ ରହିଛି ବିରୋଧୀ ଶକ୍ତି ଦ୍ୱାରା ପରିଚାଳିତ, ତମେ ତାକୁ କହୁଛ ତା ସିଏ ତ ବି ଭଗବାନଙ୍କର ଏକ ଅଂଶ ନା, ଭଗବାନଙ୍କ ଇଚ୍ଛା ବିନା କଣ ଘଟୁଛି। ମା ସେଠୁ କହୁଛନ୍ତି ମନେ ରଖ, ତାହା କଦାପି ସିଧା ଦିବ୍ୟ ଜ୍ଞାନର ସୋପାନଟିରୁ ନିର୍ଦ୍ଦେଶିତ ହୋଇ ଆସୁନାହିଁ। ମନେ ପୁରା ସ୍ପଷ୍ଟ ଭାବେ ମନେ ରଖିଲେ। ଏବଂ ସେଇଠି ବଢିଆ ଭାବେ କହୁଛି କେତେଗୁଏ ପ୍ରତିକୂଳ ପ୍ରଭାବ କଣ କରେ, ସିଏ ତୁମ ପାଖରେ ଏଇ ମାନେ ମିଛ ଗୋଟେ ପ୍ରୋପାଗାଣ୍ଡା ତିଆରି କରିଦେଇଛି ଯେ ପରମ ସତ୍ତାଙ୍କର ଇଚ୍ଛାକୁ ହିଁ ସେ ପ୍ରକଟ କରୁଛି, ତେଣୁ ସତର୍କ ରହିବେ। ସେଇଠୁ କହିଲେ ତାହେଲେ ଆମେ କଣ କରିବା, ବା କହୁଛନ୍ତି ତମେ ପଚାରୁଛ ମୁଁ କଣ କରିବା, ବାଟ କହିଦଉଛନ୍ତି। ବାଟ କଣ କହିଲେ, ପ୍ରଥମେ ବାଟ କହିଲେ ଆପଣାର ଅଭିପ୍ସା ଦ୍ୱାରା ସେଇ ପରମ ସତ୍ୟକୁ ନିମ୍ନକୁ ଆବାହନ କରି ଆଣିବା, ପରମ ଆଲୋକକୁ ପରମ ସତ୍ୟକୁ ନିମ୍ନକୁ ଆବାହନ କରି ଆଣିବା ଆସ୍ପୃହା ଦ୍ୱାରା। ଦ୍ୱିତୀୟ ପଏଣ୍ଟ କହିଲେ ରୂପାନ୍ତରର ଶକ୍ତିଟି ସମ୍ମୁଖରେ ଆପଣଙ୍କୁ ଉନ୍ମୋଚିତ କରି ରଖିବା। ତୃତୀୟ ପଏଣ୍ଟରେ କହୁଛନ୍ତି କଣ, ଆମ ଭିତରେ ଏମିତି ଏକ ଉପାଦାନ ରହିଛି ଯିଏକି ସବୁବେଳେ ଆମକୁ ଅଗଣିତ ଥର, ମାନେ କହୁଛନ୍ତି ପ୍ରତ୍ୟେକ ଥର ଅଗଣିତ ଥର ତୁମକୁ ଦିବ୍ୟ ଶାନ୍ତି ପ୍ରଦତ୍ତ ହେଇଛି, ତୁମେ ତାକୁ ହରାଇ ବସିଛ। ହରାଇବାର କାରଣ ତୁମ ଭିତରେ ଯୋଉଟା ରହିଛି ତାକୁ ଖୋଜିକି ବାହାର କର। ସେ କାରଣଟି କଣ କହୁଛନ୍ତି, ସେ କାରଣ ହଉଛି ଆମ ଭିତରେ କ୍ଷୁଦ୍ର ଅହଂ ପ୍ରେରିତ ଅଭ୍ୟସ୍ତତା ଆଉ ହୀନ ଚର୍ଯ୍ୟାଟିକୁ ପରିହାର କରିବାର ଅସ୍ୱୀକୃତି ବା ଅସମ୍ମତ। ଆମ ଭିତରେ ନିଜକୁ ଅହଂକୁ ପ୍ରତିଷ୍ଠିତ କରିବା ଏବଂ ହୀନ ଚର୍ଯ୍ୟାକୁ ଅଭ୍ୟାସରେ ପରିଣତ କରି ତାକୁ ପ୍ରତିଷ୍ଠିତ କରିବାର ଯୋଉ ଅଭ୍ୟାସ ରହିଛି, ସିଏ କଣ କରେ, କେବେ ବି ସମ୍ମତ ହୁଏ ନାହିଁ। ତେଣୁ କଣ ହୁଏ, ଯେତେ ଥର ଶାନ୍ତି ପ୍ରଦତ୍ତ ହେଇଛି ସେ ଫେରି ଯାଇଛି। ତେଣୁ ମନେ ରଖିବେ, ଆମେ ନିଜକୁ ପ୍ରତିଷ୍ଠା କରିବା ପାଇଁ କେତେ କେତେ ହୀନଚର୍ଯ୍ୟା କରୁଛୁ। ଉଦାହରଣ, ଯାହା ଆସିଯାଉଛି ପାଟିକୁ କହିଲା ମାନେ ଆପଣଙ୍କ ସମ୍ମୁଖରେ ସବୁ ଯେହେତୁ ସେ ଲୋକମାନେ ରହିଛନ୍ତି, ତେଣୁ ଆପଣଙ୍କର ଟାର୍ଗେଟ ହେଇଯିବେ ଯେ ନାଇଁ ନାଇଁ ଏଇ ଲୋକମାନେ ଏମିତି କରୁଛନ୍ତି। ତେଣୁ ମୁଁ ସେ ଉଦାହରଣ, ପ୍ରାକ୍ଟିକାଲ ଉଦାହରଣ ଦଉନାହିଁ। ତାପରେ 4 ନମ୍ବରରେ କହିଲେ ତୁମେ ଅନୁକ୍ଷଣ ସତର୍କ ରହିବ।
କାହିଁକି କହିଲେ ସତର୍କ ରହିବ? ସେଠି ବଢିଆ କଥାଟେ କହୁଛନ୍ତି, ଯଦି ସତର୍କ ଯଦି ନ ରହିବ, ତୁମ ଭିତରେ ପ୍ରକୃତିର ଅବତରଣକାରୀ ସେଇ ପରମ ସତ୍ୟ ଦ୍ଵାରା ପୂର୍ଣ୍ଣ ହେଇକି ରହିଥିଲେ ମଧ୍ୟ, ଆମ ପ୍ରକୃତି ପରମ ସତ୍ୟ ଦ୍ଵାରା ପୂର୍ଣ୍ଣ ହୋଇ ରହିଥିଲେ ମଧ୍ୟ ପୁନର୍ବାର ସେଇ ପୁରାତନ ମୃତ୍ୟୁ ଧର୍ମୀ ଅଭ୍ୟସ୍ତତା ଗୁଡିକୁ ସେ ବାହୁଡି ଫେରି ଆସିବ। ତେଣୁ ତାପରେ ପାଞ୍ଚରେ କଣ କହିଲେ? ପାଞ୍ଚରେ କହୁଛନ୍ତି ଯୋଉ ପରମ ସର୍ବୋଚ୍ଚ ପରମ ବିଧାନ ପରମ ଶୃଙ୍ଖଳା ତୁମ ଆଗରେ ଉଦ୍ଘାଟିତ କରାହେଇଛି। ତୁମ ମାନଙ୍କ ସମକ୍ଷରେ ଯୋଉ ସର୍ବୋଚ୍ଚ ପରମ ବିଧାନ ପରମ ଶୃଙ୍ଖଳାକୁ ଆଣି ଉଦ୍ଘାଟିତ କରି ଦିଆଯାଇଛି, ତୁମେ ନିଶ୍ଚିତ ଭାବରେ ତାହାରି ଉଦ୍ଦେଶ୍ୟରେ ଆସ୍ଥାବାନ ହୁଅ। ତୁମେ ଆସ୍ଥା ରଖ ଯେ ପରମ ଶୃଙ୍ଖଳା ପରମ ସତ୍ୟ ଯୋଉ ପରମ ବିଧାନ ତାହା ନିଶ୍ଚୟ ବିଜୟ ହାସଲ କରିବ। କାହିଁକିନା ମା ଲକ୍ଷ୍ମୀ ଭିକ୍ଟ୍ରି ଇଜ ସଡନ, ବିଜୟ ସୁନିଶ୍ଚିତ। ତେଣୁ ତୁମେ ତା ଉପରେ ଆସ୍ଥାବାନ ହୁଅ। ତାହେଲେ ମା କହୁଛନ୍ତି ଯଦି ତୁମେ ଆସ୍ଥାବାନ ହୁଅ, ଧୀରେ ହେଲେ ମଧ୍ୟ ଯଦି ଆସ୍ଥାବାନ ବି ହେଲ, ଧୀରେ ହେଲେ ମଧ୍ୟ ତୁମେ ନୂତନ ଦୀକ୍ଷାରେ ଦୀକ୍ଷିତ ହବ, ଆଉ କ୍ରମେ କ୍ରମେ ଦିବ୍ୟତା ମଧ୍ୟରେ ପ୍ରବେଶ କରିବ। ତେଣୁ ପୁରାତନର ଆକସ୍ମିକତା ରାଜତ୍ୱର ଅଧୀନକୁ ନ ହେଇ ତୁମେ କ୍ରମେ କ୍ରମେ ନୂତନ ଦୀକ୍ଷାରେ ଦୀକ୍ଷିତ ହବ, ସେଗୁଡିକ କ୍ରମେ ଦିବ୍ୟତା ମଧ୍ୟରେ ପ୍ରବେଶ କରିବ। ମା ମା, ଥ୍ୟାଙ୍କ ୟୁ ଅଲ୍, ବରୋବର।